ଏଗୁଡ଼ା କ'ଣ ସବୁ ପକେଇକି ଏମିତି ରଖିଛି ବର୍ତ୍ତମାନ ସବୁ ଅପରିଷ୍କାର ଦେଖାଯାଉଛି। ଘର ଦ୍ୱାରା ବର୍ତ୍ତମାନ ପରିଷ୍କାର ପରିଚ୍ଛନ୍ନ ରଖୁନି ନା ପଚଟା ବୋଧେ ବର୍ତ୍ତମାନ କଲେ ସବୁ ଅପରିଷ୍କାର ପକେଇ ରଖିଛି। କହିଲେ ତ ବର୍ତ୍ତମାନ ନାଲି ଆଖି ମୋତେ ଦେଖେଇ ପକାଉଛି ଆଉ। ଓହୋ ଦେ ଦ ମୋବାଇଲ ଦ ବର୍ତ୍ତମାନ ଦେଖେ ମୁଁ ବର୍ତ୍ତମାନ କେମିତି ସଫା କରୁଛି। ଆଜି ପରିଷ୍କାର ପରିଚ୍ଛନ୍ନ ମୁଁ କରୁଛି, ମୋଠୁ ଦେଖି ତୁ ଶିଖିବୁ ହେଲା। ଓକେ ଘରର ଅଳିଆକୁ ନେଇ ବାହାରେ ରଖିଦେବୁ, ବାହାରେ ରଖିଦେଇ ପୁଣି ଘର ସବୁ ପ୍ରବେଶ କରିବୁ। ପ୍ରବେଶ କରିସାରିଲା ପରେ ପିଢ଼ାଟାକୁ ନେଇ ପୁଣି କବାଟ କରେ ରଖିଦେଇକି ତାକୁ ସାଇଜ୍ କରି ଥୋଇଦେବୁ। ଥୋଇ ସାରିଲା ପରେ ପା ପଛାଟାକୁ ନେଇକି ପୁଣି ଗୋଡ଼ିରେ ନେଇକି ଦ୍ୱାରବନ୍ଧ ସାଇଡ଼୍ରେ ଥୋଇଦେବୁ। ଚୁଲିରେ ପୁଣି ତେଲ ଟିକେ ପକାଇ ଦେଇକି ରୋଷେଇ ଟିକେ ଆରମ୍ଭ କରିଦେବୁ। ପୋଟଳ କଷା ସାଙ୍ଗରେ ଆଳୁ ବର୍ତ୍ତମାନ କେମିତି ଲାଗୁଛି ତା ସାଇଜ୍ କରି କାଟିଦେବା। କାଟିଦେଲା ପରେ ଚୁନ ଚୁନ କରି ଟମାଟର ଟିକେ କାଟିଦେବା। ମୁଠେଇ ମିଲ୍ ମେକର ଟିକେ ଦେଖେଇଦେବା। ଚାମଚ ଧରି ପୁଣି କରେଇ ଭିତରେ ମସଲାଟା ଟିକେ ଭଲରେ କଷେଇ ନାଲି ପକେଇ ତାକୁ ପୁଣି ରଙ୍ଗରାଳ କରିଦେବା। ଭାତଟା ଟିକେ ଦେଖିନେବା ଟାଣ ହେଇଗଲାଣି କି ପୁଣି ନରମ ହେଇଗଲାଣି ତାହା ହେଇଗଲାଣି। ତାପରେ ଟିକେ ମାଛଟା ଗାଳିଦେବା ଆଉ ଟିକେ କାଠ ଟିକେ ପୁରୀ ଦେଇକି ତାକୁ ଟିକେ ଓହ୍ଲେଇଦେବା। ଓହୋ ପୁଣି ତାର ଦୋକାନଠୁ ପୁଣି ଆସିବା ପଡ଼ିଲା। ଗରାଖୀ ପୁଣି ମାଡ଼ି ଆସିଥିଲା ଦୋକାନଠୁ ପୁଣି ବନ୍ଦ କରି ଘର ସବୁ କାମ କିନ୍ତୁ ପୁରା ଆରାମସେ ହେଇଗଲା। ସବୁ ସରିଗଲା। ପୋଟଳ କଟା ସରିଲା, ଭାତ ଗୋଳା ସରିଗଲା, ଘର ସବୁ ସାଇଜ କଲେ, ଘର ସଫା ସରିଗଲା, ଯୋଉ ପୋଟଳ ତରକାରୀ କଲେ ତରକାରୀ ବି ସରିଗଲା, ଆଉ ଦୋକାନ ଯିବା ସରିଗଲା, ପୋଟଳ ସରିଗଲା, ଘର ସଫା ସରିଗଲା, ଭାତ ଗୋଳା ସରିଗଲା, ତରକାରୀ ବି ସରିଗଲା, ସବୁ ସରିଗଲା। ହଁ କାମ ଏମିତି କରାଯାଏ। ହଉ ମୋର କାମ ମୁଁ ଚାଲି ଶୋଇବି ଆଉ। ମତେ ବାଧା ନିଦ ପ୍ରବଳ, ସବୁ ତ କରିଦେଲେ ମୁଁ ଚାଲି ଶୋଇବି। No. ହଉ ଫ୍ୟାନ୍ ଟା ଲଗେଇଦେବେ, ମୁଁ ଟିକେ ଶୋଇପଡ଼େ।